जय जगन्नाथ पिलाମାନେ ତୁମର ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୁ କ୍ଲାସେସ୍‌କୁ ସ୍ୱାଗତ। ତ ଆଜିର ଭିଡ଼ିଓରେ ପିଲାମାନେ ଆମେ ଦେଖିବେ କି +3 ଫାର୍ଷ୍ଟ ସେମିଷ୍ଟାର କମ୍ପଲସରି ପେପର୍ ତ ଯାଇକି ରହିଛି ଆମର ଭିଏସି ବା ଏନଭାୟରମେଣ୍ଟାଲ ଷ୍ଟଡିଜ୍ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ। ତ ଇଭିଏସ୍ ଯାହାକୁ ଆମେ କହୁ। ତ ଇଭିଏସ୍‌ର ୟୁନିଟ୍ 2ର ଆଜି ଆମେ ଲଙ୍ଗ କ୍ୱେଶ୍ଚନ୍ ଗୁଡ଼ିକୁ ଆଲୋଚନା କରିବା, 8 ମାର୍କ କ୍ୱେଶ୍ଚନ୍ ଗୁଡ଼ିକୁ ଆଲୋଚନା କରିବା। ତ ପୂର୍ବ ଭିଡ଼ିଓରେ ପିଲାମାନେ ଆମେ ପାଖାପାଖି 6ରୁ 7ଟି ଦେଖିଥିଲେ ଲଙ୍ଗ କ୍ୱେଶ୍ଚନ୍। ତ ଆଜି ଆଉ ବାକି 7-8ଟି ଲଙ୍ଗ କ୍ୱେଶ୍ଚନ୍ ଦେଖିବା। ତାହେଲେ ଆଉ ଡେରି ନ କରି ଚାଲ ଆମେ କ୍ଲାସ୍‌ଟା ଷ୍ଟାର୍ଟ କରିବା ଏବଂ ଲଙ୍ଗ କ୍ୱେଶ୍ଚନ୍ ଗୁଡ଼ିକୁ ଆଲୋଚନା କରିବା। ତାହେଲେ ଦେଖ ପିଲାମାନେ ଆମର 12 ନମ୍ବର କ୍ୱେଶ୍ଚନରେ କ'ଣ କହିଛି ନା ଜଳ ସମ୍ପଦ କ'ଣ ଏବଂ ଜଳ ସମ୍ପଦର ବିଭିନ୍ନ ଉତ୍ସ ସମ୍ପର୍କରେ ବର୍ଣ୍ଣନା କର। ତ ପିଲାମାନେ এই ଭିଡ଼ିଓରେ ମୁଁ ତୁମକୁ କିଛିଟା ମାନେ କ'ଣ ସିଲେକ୍ଟେଡ୍ କ୍ୱେଶ୍ଚନ୍ ହିଁ କହିଦେବି, ଇତିମଧ୍ୟରୁ କେଉଁଟା ଇମ୍ପୋର୍ଟାଣ୍ଟ ଆଉ କେଉଁଟା କିଛି ଦରକାର ନାହିଁ। ତ ଆମେ ଦେଖିବା। ତାହେଲେ ଦେଖ, ଜଳ ଏକ ବହୁମୂଲ୍ୟ ପ୍ରାକୃତିକ ଓ ଜାତୀୟ ସମ୍ପଦ। ତ ଜଳ କେତିକି ଆମ ପାଇଁ ଇମ୍ପୋର୍ଟାଣ୍ଟ ତ ସମସ୍ତେ ଜାଣିଛେ। ଜୀବନ ଧାରଣ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ତ ଆମ ଜୀବନର ଯେକୌଣସି କାର୍ଯ୍ୟ ଆମେ କରୁଛେ ଜଳର ଆବଶ୍ୟକତା ନିହାତି ରହିଛି। ତ ପୃଥିବୀର 3/4 ଜଳରେ ଆଚ୍ଛାଦିତ, ମାନେ କ'ଣ 4 ଭାଗରୁ 3 ଭାଗ ଜଳ ଏବଂ 1 ଭାଗ ସ୍ଥଳ। ତ ଜଳର ପରିମାଣ ସର୍ବାଧିକ ଯୋଗୁଁ ପୃଥିବୀର ଅନ୍ୟ ନାମ ହେଉଛି ଜଳୀୟ ଗ୍ରହ ହେଲା। ତ ପୃଥିବୀରେ କ'ଣ ଅଧିକ ପରିମାଣରେ ଜଳ ରହିଛି, ଯାହାକୁ ସେଥିପାଇଁ ତାକୁ ଜଳୀୟ ଗ୍ରହ, ନୀଳ ଗ୍ରହ ବୋଲି ମଧ୍ୟ କୁହାଯାଏ। କାରଣ ଯଦି ପୃଥିବୀକୁ ବାହାରୁ ଦେଖାଯିବ ମାନେ ସେ କ'ଣ ଗୋଟେ ନୀଳ ରଙ୍ଗର ଦେଖାଯାଏ, ତ ସେଥିପାଇଁ ତାକୁ ନୀଳ ଗ୍ରହ ବା ଜଳୀୟ ଗ୍ରହ ବୋଲି କୁହାଯାଏ। ତ ଦୈନନ୍ଦିନ ଜୀବନରେ ଆମେ ଗୃହରେ ଜଳ ଆବଶ୍ୟକ କରୁ, ଯେମିତି ପାନ ମାନେ କ'ଣ ପିଇବା ପାଇଁ, ଗାଧୋଇବା ପାଇଁ, ରାନ୍ଧିବା ପାଇଁ ବା ରନ୍ଧନ କରିବା ପାଇଁ ବା ପରିଶ୍ରମ ଯେକୌଣସି କାର୍ଯ୍ୟରେ ଆମେ ଜଳକୁ ଆବଶ୍ୟକତା କରିଥାଉ। ଜଳର ଆବଶ୍ୟକ ହୁଏ କୃଷି କାର୍ଯ୍ୟ, କଳକାରଖାନା, ଜଳସେଚନ, ମତ୍ସ୍ୟ ଚାଷ, ନୌକା ଜାହାଜ ଚଳାଚଳ ପାଇଁ ସବୁ କ୍ଷେତ୍ରରେ ପିଲାମାନେ ଆମର ଜଳର ବ୍ୟବହାର ରହିଛି। ଆଉ ବେଶୀ ଜଳ ଦରକାର ହୁଏ ଉଦ୍ଭିଦ ଜଗତ ଓ ପ୍ରାଣୀ ଜଗତର ଜୀବନ ଧାରଣ ପାଇଁ। ତ ଆମ ପାଇଁ ଆମେ ତାକୁ ପିଉଛେ, ଆମେ ରୋଷେଇ କରୁଛେ, ଯେକୌଣସି ଆମର ଦୈନନ୍ଦିନ କାର୍ଯ୍ୟରେ ଆମେ ଜଳକୁ ହିଁ ବ୍ୟବହାର କରୁଛେ। ଯେକୌଣସି ଆମେ ଦେଖ, ଜଳ ମାନେ ଏତେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଇଯାଇଛି ନା, ଜଳ ବିନା ମନୁଷ୍ୟର ସ୍ଥିତି କିଛି ନୁହଁ। ହଁ, ତେଣୁ ଜଳକୁ ଜୀବନ ଆଖ୍ୟା ବୋଲି ଦିଆଯାଇଛି। ତ ଜୀବନର ଗୋଟେ ଆଖ୍ୟା ବା ଆମ ପାଇଁ ଜୀବନଟା ଯେତିକି ଜରୁରୀ, ଜଳ ମଧ୍ୟ ସେତିକି ଜରୁରୀ। ତ ପୃଥିବୀରେ ଭୂପୃଷ୍ଠ ଜଳର ପରିମାଣ ସମୁଦ୍ର ଜଳ ତୁଳନାରେ ବହୁତ କମ୍। ତ ଭୂପୃଷ୍ଠ ଯେତିକି ଜଳ ଅଛି ତ ସେଇଟା ସମୁଦ୍ର ଜଳ ତୁଳନାରେ ବହୁତ କମ୍ ଅଛି। ତ ଭୂତଳ ଜଳର ପରିମାଣ ନିରୂପଣ କରିବା ଏକ କଷ୍ଟକର ବ୍ୟାପାର। ତ କେତେ ଜଳ ଅଛି ସେଟା ତ ନିରୂପଣ କରାଯାଇପାରିବ ନାହିଁ। ଆକାଶ, ଜୀବଜଗତ, ଭୂପୃଷ୍ଠ ଓ ଭୂତଳକୁ ନେଇ ଜଳରାଶି ଚକ୍ର ଆକାରରେ ଘୁରୁଛି। ଦେଖ ଆମର କ'ଣ ଜଳ ସମୁଦ୍ରରୁ ଆଉଥରେ ବାୟୁମଣ୍ଡଳ ଯାଉଛି, ବାୟୁମଣ୍ଡଳ ପୁଣି ମେଘ ସୃଷ୍ଟି ହୋଇ ପୁଣି ଥରେ ଆଉଥରେ କ'ଣ ଆମର ସମୁଦ୍ର ବା ଆମର ଭୂପୃଷ୍ଠରେ ପଡ଼ୁଛି। ତ ଏଇଟା ସେ ଗୋଟେ ଚକ୍ରାକାର ଗତିରେ ଘଟୁଛି। ତ ସେଥିପାଇଁ ଆମେ ତାକୁ ତାର କ'ଣ ଯେ ନିରୂପଣ କରିବାଟା କଷ୍ଟକର ବ୍ୟାପାର ହେଇଯାଇଛି ଗୋଟେ। ଏହାକୁ ଆମେ ଜଳଚକ୍ର ବୋଲି କହିଥାଉ ବା ୱାଟର ସାଇକେଲ ଯାହାକୁ ଆମେ କହୁ। ଆକାଶର ବାଦଲରୁ ବର୍ଷା ହୁଏ, ବର୍ଷା ଜଳ କିଛି ଅଂଶ ଭୂପୃଷ୍ଠରେ ଗଚ୍ଛିତ ହୋଇ କିଛି ଭାଗ ଭୂତଳକୁ ଭେଦିଯାଏ। ଜୀବଜଗତ ଦ୍ୱାରା ଭୂପୃଷ୍ଠ ଓ ଭୂତଳ ଜଳ ବ୍ୟବହାର ହୁଏ। ମଣିଷ ଜୀବନଧାରଣ ମାନରେ ଜଳର ଶୁଦ୍ଧତା ବା ଅଶୁଦ୍ଧତା, ବାହୁଲ୍ୟ ଅଥବା ଦୁର୍ଲଭ, ଉପକାର କିମ୍ବା ଅପକାର ପରିମାଣ ଦ୍ୱାରା ବିଶେଷ ପ୍ରଭାବିତ ହୋଇଥାଏ ବା ବିଶେଷ ଭାବରେ ପ୍ରଭାବିତ ସେଟା ହୋଇଥାଏ। ତ ସେ କହିଛି ଜଳ ଆମ ପାଇଁ କେତେ ଇମ୍ପୋର୍ଟାଣ୍ଟ ବା ସେଇଟା କିଛି ମନେ ରଖିବା ଦରକାର ନାହିଁ। ତ ଜଳର ଉତ୍ସ ଗୁଡ଼ିକ ଏବେ ଆମେ ଆଲୋଚନା କରିବା। ତ ପ୍ରଥମେ ହେଲା ବୃଷ୍ଟି ଜଳ ବା ପୃଷ୍ଟି ଜଳ ଓ ତୁଷାର ବା ଯେଉଁଟା ଆମେ କହିବା ରେନ୍ ୱାଟର ଆଣ୍ଡ ସ୍ନୋ ବା ଯେଉଁଟା ଆମେ ବରଫ ବୋଲି କହୁଛେ। ଭୂପୃଷ୍ଠ ଜଳ, ଭୂତଳ ଜଳ, ତା ସହିତ ସମୁଦ୍ର ଓ ମହାସମୁଦ୍ର ଜଳ। ତ ଏଇଟା ଗୋଟେ ଆମର କ'ଣ ଉତ୍ସ। ତା ସହିତ ଏଇଗୁଡ଼ିକ କ'ଣ ନା ମାନେ ଏଇ ସ୍ଥାନ ଗୁଡ଼ିକରେ ଆମେ ଜଳକୁ ପାଇପାରିବା ବା ଏଇ ସ୍ଥାନ ହେଉଛି ଜଳର ଉତ୍ସ ଗୁଡ଼ିକ, ମୁଖ୍ୟ ଉତ୍ସ ଗୁଡ଼ିକ। ତ ଦେଖିବା ପ୍ରଥମେ ପୃଷ୍ଟି ଜଳ ତୁଷାର କିପରି ଭାବରେ ଉତ୍ସ ନା, ବର୍ଷା ଜଳ ମୁଖ୍ୟତଃ ଜଳର ପ୍ରଧାନ ଉତ୍ସ ଅଟେ। ପୃଥିବୀରେ ଥିବା ଜଳର ଉତ୍ସ ଗୁଡ଼ିକରେ ବାଷ୍ପୀଭବନ ଘଟେ। ଜଳ ଜଳୀୟ ବାଷ୍ପ ରୂପ ଧାରଣ କରି ବାୟୁମଣ୍ଡଳ ଅବସ୍ଥାନ କରେ ଏବଂ ମେଘ ରୂପେ ସେ ଭାସି ବୁଲେ। ତ ମେଘ ପୁଣି ଥରେ ଥଣ୍ଡା ହୋଇ ଘନୀଭୂତ ହୁଏ ଏବଂ ତରଳ ଜଳବିନ୍ଦୁ ରୂପେ ସେ ଭୂପୃଷ୍ଠରେ ପୁଣି ଥରେ ପତିତ ହୁଏ ବା ଭୂପୃଷ୍ଠରେ ଥରେ ବର୍ଷା ଆକାରରେ ପଡ଼ିଥାଏ। ଏହାକୁ ବର୍ଷା ଜଳ ବୋଲି କୁହାଯାଏ। ତ ବର୍ଷା ଆକାରରେ ସେ ଥରେ ବାୟୁମଣ୍ଡଳ ପୁଣି ଥରେ ପୃଥିବୀ ପୃଷ୍ଠରେ ପଡ଼ିଥାଏ। ବର୍ଷା ଜଳ ପ୍ରାୟତଃ ବିଶୁଦ୍ଧ ହେଲେ ବାୟୁମଣ୍ଡଳ ଦେଇ ଭୂପୃଷ୍ଠକୁ ଆସିବା ବେଳେ ଅନେକ ଉପଦ୍ରବ ସହିତ ମିଶି ପ୍ରଦୂଷିତ ହୋଇଥାଏ। ତ ବର୍ଷା ଜଳ ପ୍ରାୟତଃ ଶୁଦ୍ଧ ହେଲା ବା ବିଶୁଦ୍ଧ, କିନ୍ତୁ ଯେତେବେଳେ ସେ ବାୟୁମଣ୍ଡଳ ଦେଇ ଭୂପୃଷ୍ଠକୁ ଆସୁଛି ସେହି ମଧ୍ୟରେ ଅନେକ ଗୁଡ଼ିଏ ଉପଦ୍ରବ ରହିଯାଉଛନ୍ତି ବା ଅନେକ ଗୁଡ଼ିଏ ଗ୍ୟାସ୍, କେମିକାଲ୍ସ ଏଗୁଡ଼ିକ ରହିଯାଉଛି, ଯାହାଫଳରେ କ'ଣ ସେ ପ୍ରଦୂଷିତ ହୋଇଯାଉଛି। ଏହି ଜଳକୁ ଠିକ୍ ଉପାୟରେ ସଂଗ୍ରହ କରିପାରିଲେ ନିରାପଦ ପାନୀୟ ଜଳ ଭାବେ ବ୍ୟବହାର ଆମେ ତାକୁ କରିପାରିବା। ତ ବର୍ଷା ଜଳ କିଛି ଅଂଶ ମାଟି ଭେଦି ଭୂତଳ ଜଳ ଭାବରେ ଜଳ ସଞ୍ଚିତ ହୋଇ ରହିବ। ଅବଶିଷ୍ଟ ଜଳ ଭୂପୃଷ୍ଠ ଜଳାଶୟମାନ ସଞ୍ଚିତ ଆମର ପୋଖରୀ କିଛି ଜଳ ସଞ୍ଚୟ ରହିଯାଉଛି। ଆମେ ଯେତେବେଳେ ଅନ୍ୟ ଜାଗା ଗୁଡ଼ିକରେ ଯେଉଁ ବର୍ଷା ଜଳଟା କ'ଣ ଆମର କ'ଣ ମାଟି ଭିତରେ ଭେଦି ଯାଉଛି ହେଲା ବା ସେ ମାଟି ଭିତରୁ ଚାଲିଯାଉଛି। ତ ଏଭଳି ଭାବରେ କିଛିଟା ଜଳ ସଞ୍ଚିତ ହୋଇ ରହୁଛି, ଆଉ କିଛି ଭେଦି ଯାଉଛି। ତାପରେ ସେଟା ଭୂପୃଷ୍ଠ ଜଳ। ବର୍ଷା ଜଳ ଭୂପୃଷ୍ଠରେ ପଡ଼ିବା ପରେ ବହିଯାଇ ନଦୀ, ନାଳ, ପୁଷ୍କରିଣୀ, ହ୍ରଦ ଆଦି ସଂଗୃହୀତ ହୋଇଥାଏ। ତା ସହିତ ଜଳାଶୟ ମାନଙ୍କରେ ଜମା ରହିଥିବା ଏହି ଜଳକୁ ଆମେ ଭୂପୃଷ୍ଠ ଜଳ ବୋଲି କୁହାଯାଏ। ଯେଉଁଟା ଜଳାଶୟ ଯେମିତି ଆମର ନଦୀ, ପୋଖରୀ ହେଲା, ତ ଏଗୁଡ଼ା ଆମେ କହିବା ଗୋଟେ ଭୂପୃଷ୍ଠ ଜଳ। ଏହି ଭୂପୃଷ୍ଠ ଜଳର ବିଭିନ୍ନ ଉତ୍ସ ଗୁଡ଼ିକ ନିମ୍ନରେ
ବର୍ଣ୍ଣନା କରାଗଲା। ଦେଖିବେ କ'ଣ କ'ଣ ଯେମିତି ଆମର ନଦୀ ଜଳ, ପୁଷ୍କରିଣୀ ଜଳ, ହ୍ରଦ ଜଳ, ତ ଏଗୁଡ଼ିକ ହେଉଛି ଗୋଟେ ଗୋଟେ କ'ଣ ଆମର ଭୂପୃଷ୍ଠ ଜଳର ଉଦାହରଣ। ଏତିକି ବାସ୍ ଉଦାହରଣ ଟିକେ ମନେ ରଖିଦେଇଥିବ ହେଲା। ନଦୀ ଜଳ, ପୁଷ୍କରିଣୀ ଜଳ, ତ ତାପରେ ଆସିଲା ଭୂତଳ ଜଳ। ଭୂତଳ ଜଳ କ'ଣ ନା ବର୍ଷା ଜଳ କିଛି ଅଂଶ ପୃଥିବୀ ପୃଷ୍ଠରୁ ମୃତ୍ତିକା ବିଭିନ୍ନ ସ୍ତର ଦେଇ ଭୂତଳ ଜଳ ଭାବରେ ସଂରକ୍ଷିତ ହୋଇଥାଏ। ଏହି ପ୍ରଚୁର ପରିମାଣରେ ଜଳର ଭୂପୃଷ୍ଠ ନିମ୍ନ ସଞ୍ଚିତ ହୋଇ ରହିଛି। କୂପ, ଉତ୍ସକୂପ, ନଳକୂପ, ତ ଏଗୁଡ଼ିକ ହେଲା। ତ ଝରଣା ଏଗୁଡ଼ିକ ହେଉଛି ଭୂତଳ ଜଳ। ଯେମିତି କୂପ ଜଳ ମାନେ ଆମେ ଯେଉଁ କୂପ ତ ଜାଣିଥିବ ପିଲାମାନେ, ଝରଣା ଜଳ ହେଲା, ବା ଯାହାକୁ ଆମେ କୂଅ ବୋଲି ମଧ୍ୟ କହୁଛେ। ତାପରେ ସମୁଦ୍ର ଜଳ ଗୋଟେ ପ୍ରଧାନ ଉତ୍ସ ଗୋଟେ ଜଳର। ତ ତା ସହିତ ବର୍ଷା ଜଳ ଭୂମିରେ ପ୍ରବାହିତ ହୋଇ ନଦୀ ଜରିଆରେ ସେ ସମୁଦ୍ର ମିଶିଥାଏ। ତ ସମୁଦ୍ର ଜଳ ବହୁଳ ଭାବରେ ଦ୍ରବୀଭୂତ ଅବସ୍ଥାରେ ଥିବା ସାଧାରଣ ଲୁଣ ବା ଯାହାକୁ ଆମେ ସୋଡ଼ିୟମ୍ କ୍ଲୋରାଇଡ଼୍ ଯେଉଁ ସେଇଟା ଲୁଣିଆ ଲାଗେ। ତ ଏଭଳି ଭାବରେ ଆମେ ଦେଖିଲେ ତା'ର ଉତ୍ସ ଗୁଡ଼ିକ ଜଳର। ତ ଆମେ ଦେଖିବା ଜଳ ସମ୍ପଦ କ'ଣ, ମଧୁର ଜଳ ଓ ଲବଣାକ୍ତ ଜଳ ମଧ୍ୟରେ ପାର୍ଥକ୍ୟ କ'ଣ, ଭାରତ ତଥା ଓଡ଼ିଶାର ଜଳ ସମ୍ପଦ ଉପରେ ତ ପିଲାମାନେ ଏଇଟା ଏତେ କିଛି ଇମ୍ପୋର୍ଟାଣ୍ଟ ନାହିଁ ହେଲା। ତ ତା'ର ଜଳ ସମ୍ପଦର ଆମର କ'ଣ ଉତ୍ସ ଗୁଡ଼ିକ ହିଁ ପ୍ରାୟ ଇମ୍ପୋର୍ଟାଣ୍ଟ, ତା'ର କିଛି ନାହିଁ, ଉତ୍ସ ଗୁଡ଼ିକ ଇମ୍ପୋର୍ଟାଣ୍ଟ। ଆଉ ସେମିତି କିଛି ନାହିଁ, ସେ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। ତ ତା'ର ଯଦି ପ୍ରଦୂଷିତ ହେଲେ ତ ଆମ ଉପରେ କ'ଣ ପ୍ରଭାବ ପଡ଼ିବ ସେତିକି ହିଁ ଯଦି ଦେବ। ତ ଏଇଭଳି ଏମିତି କିଛି ଦେବ ନାହିଁ, କ୍ୱେଶ୍ଚିନ୍ ଆସିବ ନାହିଁ। ତ ତା ଡାଇରେକ୍ଟ ମାନେ ଖଣିଜ ସମ୍ପଦ କାହାକୁ କୁହାଯାଏ ବା ଖଣିଜ ସମ୍ବଳ କାହାକୁ କୁହାଯାଏ ଏବଂ ଏହାର ବ୍ୟବହାର ସଂରକ୍ଷଣ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ଟା। ବା ଖଣିଜ ସମ୍ପଦର ଏଇଟା ଭଲ କ୍ୱେଶ୍ଚିନ୍ଟା। ଯଦି ତୁମକୁ ମୁଁ କହୁଛି ଦେଖ, ଯେମିତି ଆମର ଖଣିଜ ସମ୍ବଳ କହିଲି, ମୃତ୍ତିକା ସମ୍ବଳ କହିଲି, ଜଳ ସମ୍ବଳ କହିଲି, ତ ଏଇ ଯେଉଁ ରହୁଛି ମାନେ ସେମାନଙ୍କର କାରଣ, ପ୍ରଭାବ, ପ୍ରତିକ୍ରିୟା ଏ ବିଷୟରେ ଏମିତି ଦେଇଛି। ତ ଏଇଟାରେ ମଧ୍ୟ ଆମକୁ କହୁଛି ନା ଖଣିଜ ସମ୍ବଳ କାହାକୁ କୁହନ୍ତି ଏବଂ ଏହାର ବ୍ୟବହାର ସଂରକ୍ଷଣ ବିଷୟରେ, ଏଇ ଦୁଇଟା ବହୁତ ଇମ୍ପୋର୍ଟାଣ୍ଟ। ଦେଖ, ଖଣିଜ ସମ୍ବଳ ସାଧାରଣତଃ ଭୂତଳର ଶିଳାସ୍ତର ମଧ୍ୟ ପୋତି ରହିଥାଏ ହେଲା ମଧ୍ୟରେ। ଭୂତକରୁ ଏହି ଖଣିଜ ପଦାର୍ଥ ଗୁଡ଼ିକୁ ବ୍ୟବହାର ଯୋଗ୍ୟ କଲା ପରେ ତାହା ହିଁ ସମ୍ବଳ। ତ ଦେଖ, ଏଇଟା ଆମର କ'ଣ ପ୍ରାୟତଃ ତାକୁ ସମ୍ବଳ ଆମେ ଯେତେବେଳେ କହିବା, ଯେତେବେଳେ ଗୋଟିଏ ମାନେ ଯେଉଁ ଦ୍ରବ୍ୟ ଗୁଡ଼ିକ ବା ବସ୍ତୁ ଗୁଡ଼ିକ ଯେତେବେଳେ ବା ପଦାର୍ଥ ଗୁଡ଼ିକ ଯେତେବେଳେ କ'ଣ ଆମ ବ୍ୟବହାର ଆସିଥାଏ, ତ କ'ଣ ଇଏ କ'ଣ ଭୂତଳ ଶିଳା ମଧ୍ୟରେ କ'ଣ ପୋତି ରହିଥାଏ। ଏ ଭୂତକରୁ ଯେତେବେଳେ ଖଣିଜ ପଦାର୍ଥ ଗୁଡ଼ିକୁ ବ୍ୟବହାର ଯୋଗ୍ୟ କଲା ପରେ ହିଁ ତାକୁ ଆମେ ସମ୍ବଳ ବୋଲି କହିଥାଉ। ଖଣିଜ ସମ୍ବଳ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ଧାତବ ଆଉ ଗୋଟେ ହେଲା ଅଧାତବ ଖଣିଜ। ଲୁହା, ତମ୍ବା, ଆଲୁମିନିୟମ, ସୁନାରୂପା ଆଦି ଧାତବ ଖଣିଜ ଅନ୍ତର୍ଭୁକ୍ତ। ସେଭଳି ଭାବରେ କୋଇଲା, ପେଟ୍ରୋଲିୟମ, ଗନ୍ଧକ, ପଟାସ ହେଉଛନ୍ତି ଅଧାତବ ଖଣିଜ। ମନେ ରଖିଦିଅ, ଧାତବ ଖଣିଜ, ଅଧାତବ ଖଣିଜ। ପେଟ୍ରୋଲ ଓ କୋଇଲାକୁ ଜାଳେଣୀ ଭାବରେ ବ୍ୟବହାର କରାଯାଉଥିବାରୁ ଏହାକୁ ଖଣିଜ ଜାଳେଣୀ ମଧ୍ୟ କୁହାଯାଏ। କଳକାରଖାନାରେ ଶକ୍ତି ରୂପେ ବ୍ୟବହୃତ ଏଗୁଡ଼ିକୁ ଶକ୍ତି ସମ୍ବଳ ମଧ୍ୟ କୁହାଯାଏ ହେଲା। ତ ଖଣିଜ ଦ୍ରବ୍ୟ ଏକ ସୀମିତ ପ୍ରାକୃତିକ ସମ୍ପଦ। ଥରେ ଖଣିରୁ ବାହାରି ବ୍ୟବହାର ଲାଗିଲା ପରେ ଏହା ପୂର୍ବାବସ୍ଥା ଅବସ୍ଥାରେ ପୁଣି ଫେରି ନଥାଏ। ତେଣୁ ଏହି ସମ୍ବଳର ଅଧିକ ବ୍ୟବହାର ଫଳରେ ଏହା ହ୍ରାସ ପାଇବା ବା ଦିନେ କ୍ରମେ ଶେଷ ହୋଇଯାଇଥାଏ ହେଲା। ଏଇଟା ମାନେ କମ୍ ପରିମାଣରେ ସୀମିତ ପରିମାଣ ଅଛି, ଏହାକୁ ବ୍ୟବହାର କରିବା ଦ୍ୱାରା ଜଲ୍ଦି ସରିଯିବାର ମଧ୍ୟ ଆଶଙ୍କା ରହିଛି। ତ କେତେକ ଖଣିଜ ଦ୍ରବ୍ୟ ମୁକ୍ତ ଗର୍ତ୍ତ ଖଣି ବା ଖାଦାନରୁ ସଂଗ୍ରହ କରାଯାଏ ଏବଂ କେତେକ ଗଭୀର ଖଣି ଦ୍ୱାରା କେଉଁଟା ମାନେ ମୁକ୍ତ ଗର୍ତ୍ତ ଖଣି ମାନେ କମ୍ ଖୋଳିଲା ପରେ ମଧ୍ୟ ମିଳିଥାଏ। କେତେକ ବହୁତ ବଡ଼ ବଡ଼ ଗଭୀର ଖଣି କରିବାକୁ ପଡ଼ିଥାଏ, ତାକୁ ଖଣିଜ ପିଣ୍ଡି ମଧ୍ୟ କୁହାଯାଏ। ସରି ପିଲାମାନେ, ନାନା ପ୍ରକାର ଶିଳା ଓ ଧାତବ ପଦାର୍ଥ ସହିତ ମିଶି ଖଣିଜ ଦ୍ରବ୍ୟଟି ମିଶି ରହିଥାଏ, ତାକୁ ଆମେ ଖଣିଜ ପିଣ୍ଡି ବୋଲି କହିଥାଉ। ତ ଖଣିଜ ପଦାର୍ଥ ସୃଷ୍ଟିର ଦୁଇ ଭାଗରେ ବିଭକ୍ତ, ଅଜୈବ ଖଣିଜ, ଜୈବ ଖଣିଜ। ଅଜୈବ ଖଣିଜ ଆମେ କାହାକୁ କହିବା, ଲୁହା, ସୁନା ଏଗୁଡ଼ିକ, ଆଉ ପ୍ରାଣୀ ଓ ଉଦ୍ଭିଦ ଭଳି ଜୈବ ପଦାର୍ଥର ନଷ୍ଟାବଶେଷରୁ ସୃଷ୍ଟି ହୋଇଥିବା କୋଇଲା, ଏଗୁଡ଼ା ଆମେ କହିବା ଜୈବ ଖଣିଜ। କାରଣ ପ୍ରାଣୀ ଆଉ ଉଦ୍ଭିଦର ଜୈବାବଶେଷରୁ ବା ତାଙ୍କର ଯେଉଁ ଦେହାବଶେଷରୁ ସୃଷ୍ଟି ହୋଇଛି, ସେଥିପାଇଁ ତାକୁ ଆମେ କହିବା ଜୈବ ଖଣିଜ ପଦାର୍ଥ। ଏଗୁଡ଼ା ସୁନା, ରୂପା ଏଗୁଡ଼ିକ କହିବା ଅଜୈବ। ତ ଏଗୁଡ଼ିକ ମଧ୍ୟ ଜୀବାଶ୍ମ ଇନ୍ଧନ ଭାବେ କୁହାଯାଏ, ଜୀବାଶ୍ମ ଇନ୍ଧନ ମଧ୍ୟ କୁହାଯାଏ। ଆମର ଯେଉଁ ଜୈବ ଖଣିଜକୁ ଜୀବାଶ୍ମ ଇନ୍ଧନ ବୋଲି ମଧ୍ୟ କୁହାଯାଏ। ତ ଏଭଳି ଭାବରେ ରହିଛି ତା'ର, ଦେଖିଲେ ଆମେ କେତେ ପ୍ରକାର ରହିଛି। ତ ତା'ର ବ୍ୟବହାର ଏବଂ ଶୋଷଣ ବିଷୟରେ ଆମେ ଦେଖିବା। ତ ଆଧୁନିକ ସଭ୍ୟତାର ବିକାଶ ପାଇଁ ଖଣିଜ ସମ୍ବଳକୁ ବହୁତ ପରିମାଣରେ ବ୍ୟବହାର କରାଯାଇଛି। କହିବାକୁ ଗଲେ ଖଣିଜ ସମ୍ବଳ ବିନା କ'ଣ ଆମର ମାନେ ସମ୍ବଳ କହିବାକୁ ଗଲେ କିଛି ମୂଲ୍ୟ ନାହିଁ। ଖଣିଜ ସମ୍ବଳ ଏବଂ ଶକ୍ତି ସମ୍ବଳ କଳକାରଖାନା ନିର୍ମାଣ କରିବାରେ ସହାୟକ ହେଉଛି ଶିଳ୍ପ ସଭ୍ୟତାର ଅଗ୍ରଗତି ନିମନ୍ତେ ଅତ୍ୟାବଶ୍ୟକ। ଯଦି ଖଣିଜ ସମ୍ବଳ ନଥାଏ ତାହେଲେ ଶିଳ୍ପ କାହାକୁ ନେଇ ତିଆରି ହେଇପାରିବ, କାହାକୁ ନେଇ। ତ ତେଣୁ ଖଣିଜ ସମ୍ବଳର ଗୁରୁତ୍ୱ ଆମ ଦେଶ ପାଇଁ ଯଥେଷ୍ଟ ଅଧିକ। ତ ଏଇଭଳି ଭାବରେ ଆମକୁ ଜାଣିବାକୁ ପଡ଼ିବ। ତ ଭାରତର ପ୍ରଧାନ ଖଣିଜ ସମ୍ବଳ ଯେମିତି ଲୁହା, ପଥର, ଆମର ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଏଇସବୁ ଅଞ୍ଚଳ ଗୁଡ଼ିକରେ ଦେଖାଦେଉଛି। ମାଙ୍ଗାନିଜ୍ ଯେମିତି ଆମର ମହାରାଷ୍ଟ୍ର ମଧ୍ୟ। ତ ଏଇଟା କେତୋଟି ଆମର ମୁଖ୍ୟ ଖଣିଜ ସମ୍ବଳ ଗୁଡ଼ିକ ଦେଇଛି। ତ ଆଉ ଏତିକି କିଛି ନାହିଁ। ତ ଏତିକି ଖାଲି ମନେ ରଖ ପିଲାମାନେ। ତ ଆମର ବ୍ୟବହାରଟା ଲାଗୁଛି ଯେମିତି ଆମର ଶିଳ୍ପରେ, ତା ସହିତ କ'ଣ ଆମେ ତାକୁ ଯେକୌଣସି କ'ଣ କାର୍ଯ୍ୟରେ ଆମେ ସମ୍ବଳ ବ୍ୟବହାର କରୁଛେ, ତ ତା'ର ଆମେ କିପରି ସଂରକ୍ଷଣ କରିପାରିବା ନା ଖଣିରୁ ନିଷ୍କାସନ ବା ଉତ୍ତୋଳନ ବେଳେ ଖଣିଜ ପିଣ୍ଡ ନଷ୍ଟ ନ କରିବା ଆଉ ଖଣିଜ ପିଣ୍ଡରୁ ବିଶୁଦ୍ଧ ଧାତୁ ନିଷ୍କାସନ ପଦ୍ଧତି କ୍ରମରେ କୌଣସି ଅଂଶ ନଷ୍ଟ ନ କରିବା ଏବଂ ଏହାର ସଂରକ୍ଷଣ କିଛି ପରିମାଣରେ ସମ୍ଭବପର ହୋଇପାରିବ।
ତ କେତେ କ୍ଷେତ୍ରରେ ଧାତବ ଦ୍ରବ୍ୟ ବଦଳରେ ବିକଳ୍ପ ବ୍ୟବସ୍ଥା କରାଯାଇପାରିବ, ଯଥା କୌଣସି ଧାତବ ପଦାର୍ଥ ସ୍ଥାନରେ ଆମେ ଯଦି ପ୍ଲାଷ୍ଟିକ୍ ବ୍ୟବହାର କରିବା ତାହେଲେ ଆମେ ସେଇ ଧାତବ ପଦାର୍ଥକୁ ଆମେ ସଂରକ୍ଷଣ କରିପାରିବା। ତ ଏଇଭଳି ଭାବରେ ରହିଛି କିଛି। ତ କେତେକ ଧାତବ ଖଣିଜ ଦ୍ରବ୍ୟ ଥରେ କାର୍ଯ୍ୟରେ ଲାଗିଲା ପରେ ତାକୁ ପୁନଃଚକ୍ରଣ ପଦ୍ଧତିରେ ପୁନର୍ବାର କାର୍ଯ୍ୟରେ ଲଗାଯାଇପାରିବ। ତ ଏଗୁଡ଼ିକ ହେଉଛି ତା'ର ସଂରକ୍ଷଣର ଉପାୟ। ତ ଆମେ ତା'ର ବ୍ୟବହାର ଏବଂ ସଂରକ୍ଷଣ ବିଷୟରେ ଦେଖିଲେ। ଏଇଟା ଆସିଲା 15 ନମ୍ବର କ୍ୱେଶ୍ଚନ୍। ସାମୁଦ୍ରିକ ପ୍ରଦୂଷଣ କ'ଣ ଓ ଏହାର ବିଭିନ୍ନ ଉତ୍ସଗୁଡ଼ିକ। ତ ଏଇଟା ପିଲାମାନେ ଏତେ କିଛି ଇମ୍ପୋର୍ଟାଣ୍ଟ ନାହିଁ ଆମର ୟୁନିଟ୍ 2 ପାଇଁ ହେଲା। ତ ଆମର ଆସିବା ଦେଖିବା 16 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି। ହଁ, ଶକ୍ତି ସମ୍ବଳର ବିଭିନ୍ନ ଉତ୍ସଗୁଡ଼ିକୁ ବର୍ଣ୍ଣନା କର। ଏଇଟା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ଟା, ଶକ୍ତି ସମ୍ବଳ ହେଲା ବା ଏନର୍ଜି ରିସୋର୍ସ ଆମେ ଯାହାକୁ କହୁଛେ। ତ ଶକ୍ତି ଜୀବନର ଉତ୍ସ, ଯେଭଳି ଭାବରେ ଜଳ ଖଣିଜ ଯେତିକି ଆମ ପାଇଁ ଇମ୍ପୋର୍ଟାଣ୍ଟ, ତ ସେଭଳି ଭାବରେ ଶକ୍ତି ମଧ୍ୟ ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଶକ୍ତି ସଭ୍ୟତାର ଗୋଟେ ଉତ୍ସ ହେଲା। ଆମ ସଭ୍ୟତାର ଗୋଟେ ଉତ୍ସ ହେଉଛି କ'ଣ? ଶକ୍ତି। ବର୍ତ୍ତମାନ ଆମ ଶକ୍ତି ଆବଶ୍ୟକତା ମୁଖ୍ୟତଃ ଫସିଲ ତୈଳ ଅର୍ଥାତ୍ ପେଟ୍ରୋଲିୟମ ବା ଯାହାକୁ ଆମେ କହୁଛେ ଜୀବାଶ୍ମ ଇନ୍ଧନ। ଫସିଲ ତୈଳ ମାନେ କ'ଣ? ଜୀବାଶ୍ମ ଇନ୍ଧନ, ଯେମିତି ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍, କୋଇଲା ଆଉ ବିଦ୍ୟୁତ୍ ପୂରଣ କରୁଛନ୍ତି। ଶକ୍ତି ମାନେ ଆମେ କାହାକୁ କହିବା ଏବେ? ତ ଏଗୁଡ଼ିକ ହିଁ ଶକ୍ତି ଭାବରେ କାର୍ଯ୍ୟ କରୁଛନ୍ତି, ଯେମିତି ପ୍ରାକୃତିକ ଗ୍ୟାସ୍, ପେଟ୍ରୋଲିୟମ। କାରଣ ଏଗୁଡ଼ିକ ଏଇ ଶକ୍ତି ଦ୍ୱାରା କ'ଣ ଆମର ଶିଳ୍ପ, ଆମର ଗମନାଗମନ କ୍ଷେତ୍ରରେ ବହୁତ କ'ଣ ସାହାଯ୍ୟ ହୋଇପାରୁଛି। ଏମାନେ ପୁନଃ ବିନିଯୋଗ କ୍ଷମ ଶକ୍ତି ନୁହନ୍ତି। ଏମାନଙ୍କୁ ପୁଣି ଥରେ ଆମେ ବ୍ୟବହାର କରିପାରିବା ନାହିଁ। ଏମାନେ ଥରେ ୟୁଜ୍ ହେବେ, ୟୁଜ୍ ଆଣ୍ଡ ଥ୍ରୋ। ଥରେ ବ୍ୟବହାର ମାନେ ସେ ଗଲା। ଏମାନଙ୍କୁ ଆମେ ଥରକ ପାଇଁ ବ୍ୟବହାର କରୁ। ବ୍ୟବହାର ସମୟରେ ଏମାନେ ଧୂଆଁ ବା ପାଉଁଶ ହୋଇ ନିଃଶେଷ ହୋଇଯାଆନ୍ତି। ଥର୍ମାଲ ବିଦ୍ୟୁତ୍ ଉତ୍ପାଦନ ପାଇଁ ଆମେ କୋଇଲା ଉପରେ ନିର୍ଭର କରୁ। ତ ଏଇଭଳି ଭାବରେ ଆମର ରହିଛି। ତ ଶକ୍ତିର ଉତ୍ସକୁ ଆମେ ଦୁଇ ଭାଗରେ ବିଭକ୍ତ କରୁଛେ। ଗୋଟେ ହେଲା ପୁନଃ ବିନିଯୋଗ ଶକ୍ତି, ଯାହାକୁ ଆମେ କହିବା ଅକ୍ଷୟ ଶକ୍ତି, ଆଉ ଗୋଟେ ହେଲା ପୁନଃ ବିନିଯୋଗ ଅକ୍ଷମ ଶକ୍ତି ହେଲା। ଯେଉଁଟାକୁ ଆମେ ପୁଣି ଥରେ ତାକୁ ବିନିଯୋଗ କରିପାରିବା ଶକ୍ତିକୁ, ଆଉ ଟୋଟାଲ ଆମେ କ'ଣ ଆଉଥରେ ଆମେ ପୁଣି ଥରେ ବିନିଯୋଗ କରିପାରିବା ନାହିଁ। ଦେଖ, ପୁନଃ ବିନିଯୋଗରେ କିଏ କିଏ ଆସିଲା ନା ସୃଷ୍ଟିର ଉତ୍ସ ହେଉଛି ଶକ୍ତି। ଶକ୍ତି ଚିରନ୍ତନ, ଆମ ପୃଥିବୀ ଏକ ଅକ୍ଷୟ ଶକ୍ତିର ଭଣ୍ଡାର। ତ ସେସବୁର ଚିହ୍ନଟ କରିବା ଓ ଆମର ବ୍ୟବହାର ପାଇଁ ବିନିଯୋଗ କରିବା ବର୍ତ୍ତମାନ ସମୟରେ ଗୋଟେ ଆହ୍ୱାନ। ତ ସେଗୁଡ଼ା ଆମେ ଚିହ୍ନଟ କରିବା କ'ଣ କ'ଣ ଶକ୍ତି ଅଛି ଏବଂ ତାକୁ ଆମେ ବ୍ୟବହାର କରିବା, ସେଇଟା ଗୋଟେ ବର୍ତ୍ତମାନ ଆମ ପୃଥିବୀ ପାଇଁ ଗୋଟେ ଆହ୍ୱାନ ପାଲଟି ଯାଇଛି। ଏ ଶକ୍ତିର ଶେଷ ନାହିଁ ଏବଂ ଏହା ପରିବେଶର କ୍ଷତି କରେ ନାହିଁ। ତ ତାକୁ ଆମେ କହିବା ପୁନଃ ବିନିଯୋଗକ୍ଷମ ହେଲା। ତ ଯିଏକି ଆମ ପରିବେଶ ନଷ୍ଟ କରେ ନାହିଁ ଏବଂ ଆମେ ତାକୁ ଯେତେ ବ୍ୟବହାର କଲେ ସେ ଶକ୍ତି ସରିବ ନାହିଁ। ତାକୁ ଆମେ କହିବା ପୁନଃ ବିନିଯୋଗକ୍ଷମ। ତାକୁ ପୁଣି ଥରେ ଆମେ ତିଆରି ମଧ୍ୟ କରିପାରିବା। ସମୟ ଆସିବ ଯେତେବେଳେ ପୃଥିବୀ ପୃଷ୍ଠରୁ କୋଇଲା, ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ନିଃଶେଷ ହୋଇଯିବ। ସେ ସମୟରେ ଏହି ଅକ୍ଷୟ ଶକ୍ତି ହିଁ ଆମ ଜୀବନର ଆଧାର ହେବ। ତ ଦିନ କାଳ ଆସିବ, କାରଣ ଏଗୁଡ଼ିକ ସୀମିତ ପରିମାଣରେ ଅଛି, ଏଗୁଡ଼ିକ ସରିଯିବ। ଯେଉଁ ପରିମାଣ ବର୍ତ୍ତମାନ ବ୍ୟବହାର ଚାଲିଛି ସରିଯିବ ଆଗାମୀ 50-100 ବର୍ଷ ମଧ୍ୟରେ। ତା ଫଳରେ ଆମେ କ'ଣ ପୁନଃ ବିନିଯୋଗ ଶକ୍ତି ପୁଣି ଥରେ ସେ ପଛ ଶକ୍ତିକୁ ଫେରି ଯିବାକୁ ପଡ଼ିବ। ତ ଯେମିତି ଆମର ଅକ୍ଷୟ ଶକ୍ତି ବା ପୁନଃ ବିନିଯୋଗ କ୍ଷମ ଶକ୍ତି ଗୁଡ଼ିକ ରହିଲା, ତାକୁ କ'ଣ ନା ସୌରଶକ୍ତି, ଯେମିତି ମାନେ ସୂର୍ଯ୍ୟ କିରଣ। ମୁଁ ତ ଏଇଟା ଖାଲି ଡାଇରେକ୍ଟ ପଢ଼ି ଯାଉଛି ପିଲାମାନେ। ଯେମିତି ଆମର ସୌରଶକ୍ତିକୁ ଆମେ କେମିତି ବ୍ୟବହାର କରିବା ନା ସୌର ଚୁଲା ଦ୍ୱାରା ରୋଷେଇ, ପାଣି ଗରମ କରିବା। ତା ସହିତ ଭୂତାପରୁ ପ୍ରାୟ ଶକ୍ତି, ବାୟୁର ଶକ୍ତି, ଜଳର ଶକ୍ତି ଏବଂ ଜୁଆର ଶକ୍ତି। ତ ଏଗୁଡ଼ିକ ହେଉଛି ଗୋଟେ କ'ଣ ନା ଆମର ପୁନଃ ବିନିଯୋଗକ୍ଷମ ଶକ୍ତି, ବା ଭବିଷ୍ୟତରେ ଏଗୁଡ଼ିକରେ ହିଁ ବ୍ୟବହାର କରି ଲୋକମାନେ କ'ଣ ନିଜର ଜୀବନଯାପନ ଚଳାଇବେ। କାରଣ ଆମର କ'ଣ ଏ ଯେଉଁ କୋଇଲା ବା ପୁନଃ ବିନିଯୋଗକ୍ଷମ ଶକ୍ତି ଗୁଡ଼ିକ ସରିଯିବ ହେଲା। ତ ଯେମିତି ପୁନଃ ବିନିଯୋଗ ଅକ୍ଷମ ଶକ୍ତି, ଯେମିତି ଆମର କୋଇଲାର ମଧ୍ୟ ପ୍ରକାର ଭେଦ ଅଛି। ଗୋଟେ ଆନ୍ଥ୍ରାସାଇଟ୍, ବିଟୁମିନ୍ ସି, ଲିଗ୍ନାଇଟ୍। କେଉଁଟା କ'ଣ ବ୍ୟବହାର ହେଉଛି ଦେଖ। ଆନ୍ଥ୍ରାସାଇଟ୍ ଆମର ଅତି ଟାଣ କିସମର କୋଇଲା, ଏଥିରେ ଶୀଘ୍ର ଅଗ୍ନି ସଂଯୋଗ ବା ହଠାତ୍ ନିଆଁ ଲାଗେ ନାହିଁ। ଏହା ନରମ କିସମର କୋଇଲା ହେଉଛି ବିଟୁମିନ୍ସ। ଏହା ରୋଷେଇ, ଇଟା ଭାଟି ଆଦିରେ ବ୍ୟବହାର କରାଯାଏ। ଲିଗ୍ନାଇଟ୍ ହେଉଛି କଳକାରଖାନା, ଘରୋଇ ସବୁ କ୍ଷେତ୍ରରେ ବ୍ୟବହାର ହୁଏ। ତ ଏଭଳି ଭାବରେ କୋଇଲା ଗଲା। ପେଟ୍ରୋଲିୟମ ତ ଗାଡ଼ି ମଟର ଟ୍ରେନ୍ ଏଗୁଡ଼ିକ। ତା ସହିତ ଜାଳେଣୀ କାଠ, ଆଣବିକ ଶକ୍ତି, ପ୍ରାକୃତିକ ଗ୍ୟାସ୍। ତ ଏଗୁଡ଼ିକ ହେଉଛନ୍ତି ଗୋଟେ ଆମର କ'ଣ ନା ଶକ୍ତି ହେଲା, ବା ଆମେ କହିବା ତାକୁ କ'ଣ ପୁନଃ ବିନିଯୋଗ ଅକ୍ଷମ ଶକ୍ତି। ପୁଣି ଥରେ ତାକୁ ଆମେ ବିନିଯୋଗ କରିପାରିବା ନାହିଁ ବା ପୁଣି ଥରେ ତାକୁ ଆମେ ବ୍ୟବହାର କରିପାରିବା ନାହିଁ। ତ ତେଣୁକରି ସେଗୁଡ଼ିକର ନାଁ ହେଉଛି କ'ଣ ପୁନଃ ବିନିଯୋଗ ଅକ୍ଷମ, ବା ଆମେ ଯାହାକୁ କହିପାରିବା ନବୀକରଣ ଅଯୋଗ୍ୟ ସମ୍ବଳ। ପୁଣି ଥରେ ତାକୁ ନୂଆ କରିପାରିବା ନାହିଁ। କିନ୍ତୁ ଆମେ ନବୀକରଣ ଯୋଗ୍ୟ ସମ୍ବଳ, ଯେମିତି ସୌରଶକ୍ତି, ଜୁଆର ଶକ୍ତି, ଏଗୁଡ଼ିକୁ ଆମେ ପୁଣି ଥରେ ବ୍ୟବହାର କରିପାରିବା। ତ ଶକ୍ତି ସମ୍ବଳର ପାରମ୍ପରିକ ଉତ୍ସ ଓ ଅଣପାରମ୍ପରିକ ଉତ୍ସ କ'ଣ କ'ଣ ଦେଖିବା। ତ ପାରମ୍ପରିକ ଶକ୍ତି ତ ଏଇଟା ପିଲାମାନେ ଏତେ ଇମ୍ପୋର୍ଟାଣ୍ଟ ରଖ ନାହିଁ ହେଲା। ମୋ ମତରେ ସେଇଟା ହିଁ କ୍ୱେଶ୍ଚନ୍ଟା ମନେ ରଖ। ଏଇଟା ଏତେ କିଛି ରଖେ ନାହିଁ। ପାରମ୍ପରିକ ଶକ୍ତି, ଅଣପାରମ୍ପରିକ ଏଇଟା କିଛି ଏତେ ଇମ୍ପୋର୍ଟାଣ୍ଟ ନାହିଁ। ତ 18 ନମ୍ବର କ୍ୱେଶ୍ଚନ୍ ଦେଖ। ଶକ୍ତି ସମ୍ବଳର ଅଣପାରମ୍ପରିକ ଉତ୍ସ ବା ନବୀକରଣ ଯୋଗ୍ୟ ଉତ୍ସ ଗୁଡ଼ିକ। ନବୀକରଣ ଯୋଗ୍ୟ ଯେମିତି କହିଲେ ମୁଁ ସୌରଶକ୍ତି, ଏଇ ବିଷୟରେ ହିଁ ଲାଗେ। ସୌରଶକ୍ତି ମାନେ କ'ଣ ସୂର୍ଯ୍ୟଙ୍କର ଯେଉଁ କିରଣଟା ବା ସୂର୍ଯ୍ୟଙ୍କ ଠାରୁ ମିଳୁଥିବା ତାପ ଏବଂ ଆଲୋକ ଶକ୍ତି ଆମେ ସୌରଶକ୍ତି ବୋଲି କହୁଛେ। ସୂର୍ଯ୍ୟ ହେଉଛନ୍ତି ଅସାରନ୍ତେ ଶକ୍ତିର ଉତ୍ସ। ଏ ଶକ୍ତି ଦ୍ୱାରା ପରିବେଶରେ କୌଣସି ପ୍ରଦୂଷଣ ଘଟେ ନାହିଁ, ବରଂ ସେ ଆମକୁ ବହୁତ ଗୁଡ଼ିଏ ଲାଭଦାୟକ ହୋଇଥାଏ ହେଲା। ତାପରେ ଆସିଲା ଆମର ସୌରଶକ୍ତିର ପ୍ରୟୋଗ। ଯେମିତି ଆମେ ସୌର ତାପ କଲେକ୍ଟର କରିପାରିବା, ଯେଉଁ ସୋଲାର। ତ ସୌର ପୋଖରୀ ବା ସୋଲାର ପମ୍ପ ଏମିତି ମାନେ କ'ଣ କରିପାରିବା। ତାପ ପମ୍ପ ବା ହିଟ୍ ପମ୍ପ କରିପାରିବା। ସୌର ସେଲ୍ ବା ବ୍ୟାଟେରୀ ଆମେ
ବ୍ୟବହାର କରିପାରିବା। ତ ଏଇ ସୌରଶକ୍ତି ବ୍ୟବହାର କରି ଆମେ ବହୁତ ଗୁଡ଼ିଏ କାର୍ଯ୍ୟ ମଧ୍ୟ କରିପାରିବା। ତା ସହିତ ଆସିଲା ପବନ ଶକ୍ତି, ସେ ମଧ୍ୟ ଗୋଟିଏ କ'ଣ ନବୀକରଣ ଯୋଗ୍ୟ ସେଉଠୁ ସମ୍ବଳ। ଯେମିତି ଆମେ ଭୂପୃଷ୍ଠର ଆଭିମୁଖ୍ୟ ସୌରଶକ୍ତିର ପ୍ରାୟ 18% ବାୟୁମଣ୍ଡଳ ଦ୍ୱାରା ଅବଶୋଷିତ ହୁଏ। ତ କେତେ ଗୁଡ଼ିଏ ପ୍ରପେଲର ଖଞ୍ଜା ଯାଇଥାଏ, ଯେଉଁ ମୁଁ କହୁଛି ପବନ କଳ ମାନେ କେତେ ଗୁଡ଼ିଏ ପ୍ରପେଲର ଖଞ୍ଜା ଯାଇଥାଏ। ତ ପବନର ପ୍ରବାହରେ ପ୍ରପେଲରଟି ବୁଲେ, ଏହା ଜେନେରେଟରକୁ ବୁଲାଏ। ଏହା ଫଳରେ ବିଦ୍ୟୁତ୍ ଶକ୍ତି ଜାତ ହୁଏ। ତ ଏଇଭଳି ଭାବରେ କ'ଣ ଡେନମାର୍କରେ 5000 ପବନ କଳ ଚାଲୁଛି। ଏଥିପାଇଁ କ'ଣ 2 ଲକ୍ଷ କିଲୋୱାଟର ପାୱାର ମିଳୁଛି। ତ ଏଇଭଳି ଭାବରେ ପବନ ଶକ୍ତି ବ୍ୟବହାର କରି ମଧ୍ୟ ଆମେ ବିଦ୍ୟୁତ୍ ଉତ୍ପାଦନ କରିପାରିବା ବା ଶକ୍ତି ଉତ୍ପାଦନ କରିପାରିବା। ତାପରେ ଆସିଲା ଜଳଶକ୍ତି। ତ ଜଳଶକ୍ତି ତ ଭାବୁଥିବେ କେତେ ଇମ୍ପୋର୍ଟାଣ୍ଟ ଆମ ପାଇଁ। ଜଳ ବିଦ୍ୟୁତ୍ ଶକ୍ତି ଉତ୍ସର କ୍ଷୟ ନାହିଁ। ଏ ଅକ୍ଷୟ ଶକ୍ତିର ଉତ୍ସ ଗୁଡ଼ିକ ଉପରେ ନିମ୍ନର ବର୍ଣ୍ଣନା କରାଗଲା। ତାପରେ ଆସିଲା ଭୂତାପୀୟ ଶକ୍ତି ହେଲା। ତ ଏଗୁଡ଼ିକ ଆମକୁ କ'ଣ ନା ପୁଣି ଥରେ ମାନେ ପୁନର୍ବାର ଆମର ଯଦି କିଛି ଯେତେବେଳେ ସରିଯିବ ଆମର ନବୀକରଣ ଯୋଗ୍ୟ ଯେମିତି କୋଇଲା, ପେଟ୍ରୋଲିୟମ ହେଲା, ପ୍ରାକୃତିକ ଗ୍ୟାସ୍, ତ ଏଗୁଡ଼ିକ ହିଁ ବ୍ୟବହାରରେ ଆସିବେ। ତ ତାପରେ ଆସିଲା ପିଲାମାନେ ଜୈବ ବିବିଧତାର ଅର୍ଥ ବା ଜୈବ ବିବିଧତାର ଅର୍ଥ କ'ଣ, କେଉଁଭଳି ଭାବରେ ଏହା ସଂରକ୍ଷିତ ହୋଇପାରିବ। ତ ଜୈବ ବିବିଧତା ଆମେ କାହାକୁ କହିବା ଏବଂ ଜୈବ ବିବିଧତାର ସଂରକ୍ଷଣ ଆମେ କିପରି କରିବା ସେ କହିଛି। ତ ଆମର ଏ ପୃଥିବୀ ପୃଷ୍ଠରେ ବିଭିନ୍ନ ପ୍ରକାର ଜୀବ ଦେଖାଯାଆନ୍ତି। ଭୂତାଣୁ ବୀଜାଣୁ ଠାରୁ ଆରମ୍ଭ କରି ଏକକୋଷୀ ପ୍ରାଣୀ ଓ ବହୁ ବିରାଟକାୟ ଉଦ୍ଭିଦ ପ୍ରାଣୀ ଏଠାରେ ଦେଖାଯାଆନ୍ତି। ହଁ ନା ବିଭିନ୍ନ ପ୍ରକାର ପ୍ରାଣୀ ହେଲା। ଯେଉଁମାନଙ୍କର ଏହି ବିଭିନ୍ନତା ପାଇଁ ସେମାନଙ୍କର ଗୋଟେ ଜିନ୍ ଥାଏ, ଯେଉଁ ଜିନ୍ ରହିଛି ଆମର ସେଇଟା ହିଁ ଥାଏ। ତ ସେଥିପାଇଁ ସମସ୍ତେ ଅଲଗା ଅଲଗା। ଆମେ ଜାଣୁ ପ୍ରତ୍ୟେକ ଜୀବ ଶରୀରରେ 2ଟି କୋଷ ଦ୍ୱାରା ଗୋଟିଏ ହେଲା ସମୀୟ କୋଷ ବା ସୋମେଟିକ୍ ସେଲ୍, ଆଉ ଗୋଟିଏ ହେଲା ଜନକ କୋଷ ବା ସେକ୍ସ ସେଲ୍ ଯାହା ଆମେ କହୁଛେ। ଏବଂ ପ୍ରତ୍ୟେକ କୋଷର ନ୍ୟଷ୍ଟି ବା ନ୍ୟୁକ୍ଲିୟସ୍ ଏବଂ ପ୍ରତ୍ୟେକ କୋଷର ନ୍ୟଷ୍ଟିରେ ଜିନ୍ଟା ଦେଖାଯାଇଥାଏ, ଯାହା ଗୁଣସୂତ୍ର ବା କ୍ରୋମୋଜୋମ୍ରେ ଥାଏ। ଏହି ଜିନ୍ ଗୁଡ଼ିକ ପିତାମାତା ଠାରୁ ତାଙ୍କର ସନ୍ତାନ ମଧ୍ୟରେ ପ୍ରବେଶ କରିଥାଏ ହେଲା। ତ ସେଥିପାଇଁ ପିତାମାତା ଓ ସେମାନଙ୍କ ସନ୍ତାନ ମଧ୍ୟରେ ସାଦୃଶ୍ୟ ଦେଖାଯାଏ। ତ ଦେଖ ଏ ଯେଉଁ ଗୁଣସୂତ୍ରଟା ଯାହା ବାପା ମାଆଙ୍କ ପାଖରେ ମାନେ ଯାହା ବାପା ମାଆଙ୍କ ପାଖରେ ଥିବ ସେଟା ତାଙ୍କ ଛୁଆମାନଙ୍କ ପାଖରେ ଦେଖାଯିବ, କାରଣ ଏ ଜିନ୍ ପାଇଁ। ତ ସାଦୃଶ୍ୟତା ଏହା ଗୋଟେ ବଂଶରୁ ଅନ୍ୟ ବଂଶ ଗତି କରିଥାଏ। ସମୟ ସମୟରେ ଗୁଣସୂତ୍ରରେ ପରିବର୍ତ୍ତନ ଆସିଥାଏ, ଯାହାଦ୍ୱାରା ଜୈବ ବିବିଧତା ଦେଖାଯାଏ। ତ ଗୁଣସୂତ୍ର ମଧ୍ୟ ଟିକେ କିଛି ଚେଞ୍ଜ ଆସିଥାଏ, ଯାହାଫଳରେ କ'ଣ ଜୈବ ବିବିଧତା ଦେଖାଯାଏ। ଜୈବ ବିବିଧତା କଲେ ପୃଥିବୀରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ଉଦ୍ଭିଦ ପ୍ରାଣୀ ବୁଝାଯାଏ। ବିଭିନ୍ନ ପ୍ରକାର ଉଦ୍ଭିଦ, ଗୋଟେ ପ୍ରକାର ଉଦ୍ଭିଦ ଅଛନ୍ତି ନା, ବହୁତ ଗୁଡ଼ିଏ ପ୍ରକାର ଉଦ୍ଭିଦ, ବହୁତ ଗୁଡ଼ିଏ ପ୍ରକାର ପ୍ରାଣୀ ଅଛନ୍ତି। ତ ତାକୁ ହିଁ ଆମେ କହିବା ଜୈବ ବିବିଧତା। ଏହି ଜୈବ ବିବିଧତା ବିଭିନ୍ନ ପ୍ରକାର ପରିସଂସ୍ଥା ପୃଥିବୀରେ ଦେଖାଯାଏ। ଜୈବ ବିଭିନ୍ନତା ହିଁ ପରିସଂସ୍ଥାର ଭାରସାମ୍ୟ ରକ୍ଷା କରେ। ତ ଏଇଭଳି ଭାବରେ ଦେଇଛି ପିଲାମାନେ ଗୋଟେ ଦେଇଛି କେବଳ ଗୋଟେ ଜାତିର ଜୀବନ ନେଇ ପରିବେଶ ରକ୍ଷା ସମ୍ଭବ ହୋଇନଥାଏ। ଯେମିତି ଆମେ ଗୋଟିଏ ପ୍ରକାର ପ୍ରାଣୀ ନେଇ ତ କେବେ ମଧ୍ୟ ସମ୍ଭବ, ଯେମିତି ଜଣକୁ ନେଇକରି କେବେ କ'ଣ ତିଆରି ପାରିବ କି ନା। ତ ଯେଉଁଠି ତୃଣଭୂମି ପ୍ରାଣୀ ରୂପରେ ହରିଣ, ଠେକୁଆ ଇତ୍ୟାଦି ଦେଖାଯାନ୍ତି। ଯଦି ଏମାନେ ସମସ୍ତ ତୃଣ ଖାଇଥାନ୍ତି ତାହେଲେ ଜଙ୍ଗଲରେ ତୃଣର ପରିମାଣ କମିଯିବ। ଜଙ୍ଗଲରେ ବାଘ ଇତ୍ୟାଦି ଦେଖାଯାନ୍ତି, ଯେଉଁମାନେ ମାଂସାଶୀ ସେମାନେ ହରିଣ, ଠେକୁଆ ଖାଇଯାଆନ୍ତି। ତେଣୁ ଏହି ଭକ୍ଷକମାନେ ତୃଣଭୋଜୀ ପ୍ରାଣୀମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରନ୍ତି। ତ ଜଣେ ଅନ୍ୟ ଜଣ ଉପରେ ସବୁବେଳେ ନିର୍ଭରଶୀଳ ରହିଥାନ୍ତି ଏବଂ ଜଣେ ଅନ୍ୟ ଜଣ ଉପରେ ସବୁବେଳେ କ'ଣ ଡିପେଣ୍ଡେଣ୍ଟ। ତ ଜୈବ ବିବିଧତାର ସଂରକ୍ଷଣ ଆମେ କିପରି କରିବା ନା ପରିବେଶ ଭାରସାମ୍ୟ ବା ଉଦ୍ଭିଦ ଓ ପ୍ରାଣୀମାନଙ୍କର ପରିସ୍ଥାନର ଉଚିତ ସୁରକ୍ଷା ପାଇଁ ଆମେ ଜୈବ ବିବିଧତାର ବିଭିନ୍ନ ସଂରକ୍ଷଣଟା ନିହାତି ଦରକାର। ପରିବେଶର ସନ୍ତୁଳନ ପାଇଁ ମନୁଷ୍ୟ ସମାଜ ତତ୍ପର, ଏଇଟା ମନୁଷ୍ୟ ଡିପେଣ୍ଡ କରେ। କାରଣ ବାଘ, ଭାଲୁ, ହରିଣ ଏମାନେ କ'ଣ ଜାଣିଛନ୍ତି କି ଜୈବ ବିବିଧତା କ'ଣ, ଜୈବ ବିବିଧତା କ'ଣ, ପରିବେଶ ନଷ୍ଟ ହେବାରେ ଅସୁବିଧା କ'ଣ ରହିଛି। ତ ଏମାନେ କ'ଣ ଜାଣିବେ କି, ମନୁଷ୍ୟମାନେ ହିଁ ଜାଣିବେ। ତ ଯେମିତି ଆମେ ଜୈବ ବିବିଧତାର ବିଭିନ୍ନ ଗୁରୁତ୍ୱ ସହିତ ମଣିଷ ସମାଜ କ'ଣ ହୃଦୟଙ୍ଗମ କରିବା ଦରକାର। ଜୈବ ବିବିଧତାର ଉପକାରିତା ବିଷୟରେ ବିଜ୍ଞାପନ ଯେମିତି ଖବରକାଗଜରେ କୁହାଯାଇଥାଏ, ଜୈବ ବିବିଧତା ଆମ ପାଇଁ କେତେ ଇମ୍ପୋର୍ଟାଣ୍ଟ, ତ ସେ ବିଷୟରେ ଲୋକମାନେ ଜନସଚେତନତା କରିବା। ତ ତା ସହିତ ଆମେ କ'ଣ ଜଙ୍ଗଲର କ୍ଷୟ ଯୋଗୁଁ ବାର୍ଷିକ ବୃଷ୍ଟିପାତ ଠିକ୍ ହୁଏନି, ସେଭଳି ଭାବରେ ଆମେ ଜଙ୍ଗଲରେ ଗଛ ଲଗାଇବା ବା ବନୀକରଣ କରିବା। ତ ଏଇଗୁଡ଼ିକ ହେଉଛି ଆମର ଗୋଟେ ଆମେ କ'ଣ କହିପାରିବା ନା ମାଧ୍ୟମ, ଯାହାଫଳରେ ଆମେ କ'ଣ କରିପାରିବା ନା ଜୈବ ବିବିଧତାକୁ ସଂରକ୍ଷଣ କରିପାରିବା। ତ ଆଜି ପାଇଁ ପିଲାମାନେ ମୁଁ କ୍ଲାସ୍ଟିକୁ ଏଇଠି ରଖୁଛି। ପରବର୍ତ୍ତୀ କ୍ଲାସ୍ରେ ଆମେ ଦେଖିବା ଜୈବ ବିବିଧତାର ପ୍ରକାରଭେଦ ବିଷୟରେ ବର୍ଣ୍ଣନା କରିବା। ଅନ୍ୟାନ୍ୟ ଆହୁରି ରହିଛି କେତୋଟି ଲଙ୍ଗ୍ କ୍ୱେଶ୍ଚନ୍ସ, ତ ମୁଁ କହିଦେବି। ତ ମୁଁ ଯେଉଁଟା ଇମ୍ପୋର୍ଟାଣ୍ଟ ପିଲାମାନେ ସେ କ୍ୱେଶ୍ଚନ୍ ଗୁଡ଼ିକୁ ମୁଁ ଆଲୋଚନା କରୁଛି, ବାକି ଯେଉଁଟା ଏତେ ଇମ୍ପୋର୍ଟାଣ୍ଟ ନାହିଁ ସେଗୁଡ଼ିକୁ ମୁଁ ସ୍କିପ୍ କରିଦେଉଛି। ତ ଦେଖିଲ ପିଲାମାନେ ଟ୍ରାଏ କର କିଛିଟା ମନେ ରଖିବା ପାଇଁ। ତ ଯାହାକି ବହୁତ ଆମେ ସେମିତି ସିଲେକ୍ଟେଡ଼ ପିଲାମାନେ ଦେଇପାରିବା, ତ 100% କିଏ ଦେଇପାରିବ ନାହିଁ, ବଟ୍ ଯେଉଁଟା ଇମ୍ପୋର୍ଟାଣ୍ଟ ସେଇଟା ଗୁଡ଼ିକ ମୁଁ କହିଦେଉଛି। ତ ରହିଲି, ଜୟ ଜଗନ୍ନାଥ।